16 ଓ 17 ତାରିଖ ବନ୍ଦ ରହିବ ସ୍କୁଲ କଲେଜ ସହିତ ଅଫିସ ଏବଂ ଦୋକାନ ବଜାର। ବନ୍ଦ ଡାକରା ପାଇଁ କେଉଁଠି କେଉଁଠି ବନ୍ଦ ରହିପାରେ ଆସନ୍ତୁ ଜାଣିବା ପୂରା ଖବର। 16 ଜୁଲାଇ ବାଲେଶ୍ୱର ବନ୍ଦ। ଏହି କାରଣରୁ ଲୋକମାନେ ଜାଣିବାକୁ ଚାହୁଁଛନ୍ତି ଯେ ଆଜି କ'ଣ ବନ୍ଦ ରହିବ ଏବଂ କ'ଣ ବନ୍ଦ ରହିବ ନାହିଁ। ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ସାରା ଦେଶରେ ଚହଳ ପକାଇଛି। ନ୍ୟାୟିକ ତଦନ୍ତ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବାଲେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି। ଏହି ବନ୍ଦର ପ୍ରଭାବ ସକାଳରୁ ନଜର ଆସିଛି। କଂଗ୍ରେସର ସୂଚନା ଅନୁଯାୟୀ 16 ଏବଂ 17ରେ ଓଡ଼ିଶା ବନ୍ଦ ରହିବା ସହିତ ଓଡ଼ିଶାର ସମସ୍ତ ସହରରେ କ୍ୟାଣ୍ଡେଲ ଲାଇଟ୍ ଜଳାଯିବା ପାଇଁ ଘୋଷଣା କରିଛି କଂଗ୍ରେସ। ସକାଳ 8ଟାରୁ ଦିନ 2ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବନ୍ଦ କରିବ ବିଜେଡି। ଏହି ସମୟରେ ସ୍କୁଲ କଲେଜ ଓ ଅଫିସ ବନ୍ଦ ରହିପାରେ। ସହରରେ ଅଖଚକ ଗଡ଼ୁ ନଥିବାରୁ ସ୍କୁଲ ଯାତାୟତ ଛାତ୍ରଛାତ୍ରୀମାନେ ଅସୁବିଧାରେ ପଡ଼ିପାରନ୍ତି। ଏନେଇ କିଛି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ି ନ ପାରନ୍ତି। ତଥାପି ବନ୍ଦକୁ ଦୃଷ୍ଟିରେ ରଖି ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସରକାରୀ ନିର୍ଦ୍ଦେଶ ଜାରି କରାଯାଇ ନାହିଁ। ଜିଲ୍ଲା ତଥା ରାଜ୍ୟରେ କୌଣସି ଜିଲ୍ଲାରେ ସ୍କୁଲ କଲେଜ କିମ୍ବା ଅନ୍ୟାନ୍ୟ ପ୍ରତିଷ୍ଠାନ ବନ୍ଦ କରିବାର କୌଣସି ଘୋଷଣା କରାଯାଇ ନାହିଁ। କିନ୍ତୁ ଏହି ବନ୍ଦର ପ୍ରଭାବରେ ସ୍କୁଲ କଲେଜରେ ତାଲା ଝୁଲିପାରେ। ସେପଟେ ଏହି ସମାନ ଘଟଣା 17 ତାରିଖରେ ମଧ୍ୟ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ଏହି ଡାକରା ଦେଇଛି। ଯଦି ଆସନ୍ତାକାଲି ଓଡ଼ିଶା ବନ୍ଦର ପ୍ରଭାବ ରହିବ ତେବେ ବାଲେଶ୍ୱରବାସୀଙ୍କୁ 2 ଦିନ ବନ୍ଦର ପ୍ରଭାବ ସାମ୍ନା କରିବାକୁ ପଡ଼ିବ। ବାଲେଶ୍ୱରରେ ବସବାସ କରୁଥିବା ଛାତ୍ରଛାତ୍ରୀମାନଙ୍କ 2 ଦିନ ସ୍କୁଲ ଛୁଟି ମିଳିଯିବ। ଆପଣଙ୍କ ସ୍କୁଲ କଲେଜ ସହିତ ଯୋଗାଯୋଗ କରନ୍ତୁ। ଶିକ୍ଷାନୁଷ୍ଠାନ କିମ୍ବା ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ କୌଣସି ଆନୁଷ୍ଠାନିକ ନୋଟିସ୍ ଜାରି କରିନାହାନ୍ତି। ଅଭିଭାବକ ଛାତ୍ରଛାତ୍ରୀ ଏବଂ ଯାତ୍ରୀମାନେ ଅଧିକ ସୂଚନା ପାଇଁ ଅପେକ୍ଷା କରିପାରିବେ କିମ୍ବା ସେମାନଙ୍କ ସ୍କୁଲ ଏବଂ କଲେଜ ସହିତ ଯୋଗାଯୋଗ କରିପାରିବେ। ଏମିତି ସବୁଦିନର ରାଜ୍ୟର ଲେଟେଷ୍ଟ ଖବର ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।